ବାର୍ଷିକ ସତ୍ସଙ୍ଗ ଚାଷୀଖଣ୍ଡ ଗ୍ରାମର ଯାହାକି 22 ମୌଜା କେନ୍ଦ୍ର ଆନୁକୂଲ୍ୟରେ সেই উপলক্ষে আজ এই মন্দির প্রাঙ্গণে অনুষ্ঠিত বার্ষিক সৎসঙ্গে সর্বপ্রথমে বরেণ্য পরিচালক সম্মাননীয় কর্মীমণ্ডলী ইষ্টপ্রাণ গুরুঘাত মণ্ডলী কল্যাণময়ী মাতৃমণ্ডলী সাধু সজ্জন মণ্ডলী লঘুজন মানে তথা এই গ্রামর প্রত্যেকটি গ্রামবাসী যথাযোগ্য প্রণাম এবং জয়গুরু নিবেদন করি। সম্মানীয় কৃষ্ণ ভাই সঙ্গে মোর ভেট হয়েছিল এবং কৃষ্ণ ভাই হি কহিলে আসিয়া যদিও জগতସିଂହପୁର ଜିଲ୍ଲାରେ ମୋ ଗାଁ କିନ୍ତୁ ରହିବା ତ ଭୁବନେଶ୍ୱରରେ। ବହୁତ ଦିନ ତଳେ ମୋର ମନେ ଅଛି ପ୍ରାୟ ଜ୍ଞାନ ଭାଇ ଏଠି ଅଛନ୍ତି 22 ମୌଜା କେନ୍ଦ୍ରକୁ ବହୁତ ଦିନ ତଳେ ଆସିବା ହେଇଥିଲା। ତାପରେ ଏପଟେ ଏତେଟା ସତ୍ସଙ୍ଗ ବିଶେଷ ଆସିନି ଯାହା କୃଷ୍ଣ ଭାଇଙ୍କ ଯୋଗୁଁ କୃଷ୍ଣ ଭାଇ ବହୁତ ଥର ମୋତେ କହିଛନ୍ତି ପାଖାପାଖି 4 ଥର 5 ଥର ମୋତେ ଫୋନ୍ କରୁଛନ୍ତି। ମୁଁ ତାଙ୍କ ଯୋଗୁଁ ହିଁ ଏଠି ଆସିଛି ଏବଂ ଏଠିକି ଆସିକି ବି ଅତି ଖୁସି ଲାଗୁଛି ଯେ ଏତେ ସୁନ୍ଦର ପରିବେଶ ଏଭଳି ସୁନ୍ଦର ସତ୍ସଙ୍ଗ ଏତେ ସୁନ୍ଦର ଗୁରୁ ଭାଇ ମା ମାନଙ୍କର ସଙ୍ଗ ସାନ୍ନିଧ୍ୟ ପାଇଛି। ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ ଚିର କୃତଜ୍ଞ। ବାକି ଆମ ସମ୍ମାନୀୟ ଗିରିଧାରିଦା ପରସ୍ପର ସତ୍ସଙ୍ଗ କେନ୍ଦ୍ର ହେଉଛି ପରିଚାଳକ ତାଙ୍କ ନିର୍ଦ୍ଦେଶରେ ମୁଁ ଛିଡ଼ା ହେଇଛି ଏବଂ ମୁଁ ସେ ଯେତେବେଳେ କହୁଥିଲେ ଏବଂ ତା ପୂର୍ବରୁ ସମ୍ମାନୀୟ ଅଜିତ ଭାଇ କହିଲେ ଯେ ମୁଖ୍ୟ ବକ୍ତା ଡେଫିନେସନ୍ ତ ଆଚାର୍ଯ୍ୟ ଚେଞ୍ଜ କରିସାରିଲେଣି ଏବଂ ବୁଝିପାରୁଛି ସେ ଆଚାର୍ଯ୍ୟ କହୁଛନ୍ତି ଯେକୌଣସି ବକ୍ତାର ଯାଜନରେ ଯଦି ପ୍ରେମାସ୍ପଦଠୁ ବକ୍ତାର ଗୁରୁତ୍ୱଟା ବେଶୀ ତାହେଲେ ସେ ବକ୍ତା ଭଣ୍ଡ ଏବଂ ତାର ଯାଜନ ନିରର୍ଥକ। ତ ମୋ ପୂର୍ବରୁ ବହୁ ବକ୍ତା ସପ୍ତମ ବାର୍ଷିକ ଯାଏ ଏଠିକି ଆସିଥିବେ ଏବଂ ପ୍ରତିବର୍ଷ ମଧ୍ୟ ନୂଆ ନୂଆ ବକ୍ତା ଆସିବେ। ତ ବକ୍ତାକୁ ବେଶୀ ଗୁରୁତ୍ୱ ଦେବେନି। ବାକି ବକ୍ତା ତାର ଜ୍ଞାନ ତାର ବୁଦ୍ଧି ତାର ଶିକ୍ଷା ଦେଇକି ଠାକୁରଙ୍କ କଥା କହିବ। ସମୁଦ୍ରରୁ ମଗେ ପାଣି ଆଣିକି ଆପଣଙ୍କ ଆଗରେ ଥୋଇବ ଏବଂ କହିବ ଯେ ଏଇଟା ହେଉଛି ମହାସମୁଦ୍ର। ତ ଏଇଟା ବୋକାମି ଛଡ଼ା ଧୃଷ୍ଟାମି ଛଡ଼ା ଆଉ କିଛି ନୁହେଁ। ତ ମୋର ଅନୁରୋଧ ଯେକୌଣସି ଜାଗାରେ ମୁଁ ଏଇଟା ପ୍ରାୟ କହେ ଯେହେତୁ ଶ୍ରୀ ଆଚାର୍ଯ୍ୟଙ୍କ ଶ୍ରୀମୁଖରୁ ଶୁଣିଲା ପରେ ଯେ ବକ୍ତାକୁ ବିଶେଷ ଗୁରୁତ୍ୱ ଦେବେନି। ଶ୍ରୀ ଠାକୁରଙ୍କ କଥା ଗୁଡ଼ାକ ଶୁଣିବେ, ଯଦି ସହଜ ସୁନ୍ଦର ବୋଧଗମ୍ୟ ହୁଏ ଗ୍ରହଣ କରିବେ, ଅନ୍ୟଥା ତାକୁ ଡିନାଏ କରିବେ। କାରଣ ଆପଣମାନେ କ'ଣଟା ଜାଣିନାହାନ୍ତି ଯେ ମୁଁ କ'ଣଟା ଅଧିକା କହିବି। ଅଧିକାଟା କ'ଣ କହିବି? ଠାକୁରଙ୍କ ଜଗତରେ ଠାକୁର ତ ଯାହା କହିଦେଇକି ବି ଯାଇଛନ୍ତି ତାହା ଆମମାନଙ୍କ ପାଖରେ ସମସ୍ତଙ୍କ ପାଖରେ ଯଥେଷ୍ଟ ଉପଲବ୍ଧି। ବାକି କିଏ କିଛିଟା ଅଧିକା ଟିକେ କନସଲ୍ଟ କରେ, ଟିକେ ପଢ଼େ, ଶୁଣେ, ଜାଣେ ଏବଂ ସର୍ବୋପରି ନିଜର ଅନୁଭୂତି ଭିତରେ ଦେଇକି ସେଗୁଡ଼ାକ କହେ। ଏବଂ ବାକି ତାଙ୍କ ବାବଦରେ ଏଇଥିପାଇଁ କୁହାଯାଇପାରେ ନା ପ୍ରତ୍ୟେକଟି ସତ୍ତା ଭିତରେ ଯିଏ ଅନ୍ତଃସ୍ଥିତ ବିଳାସ ଭାବେ ବିରାଜମାନ ପରମ ସତ୍ତା ଯିଏ ତାଙ୍କ ବାବଦରେ କହିବା ନିହାତି ଧୃଷ୍ଟତା। ଯିଏ ନିତ୍ୟ ଶୁଦ୍ଧ ବୁଦ୍ଧ ନିରଞ୍ଜନ ପୁରୁଷ ଯାହାଙ୍କୁ କେବଳ ଅନୁଭବ କରି ହୁଏ, ଭାଷାରେ ବ୍ୟକ୍ତ କରି ହୁଏ ନା, ତାଙ୍କ ବାବଦରେ ଯେକୌଣସି ବକ୍ତା ଯାହା ବି କିଛି କହେ ତାହା ଏକଦମ ବହୁତ କମ୍। ଜଣେ ପାଶ୍ଚାତ୍ୟ ଦାର୍ଶନିକ ତାଙ୍କର ଗୋଟେ ଆର୍ଟିକଲ ଗୋଟେ ଜାଗାରେ ପଢିଥିଲି, ସେଟା ମୋତେ ଭଲ ଲାଗେ, ସେଥିପାଇଁ ସବୁ ଜାଗାରେ କୁହେ। ସେ କହୁଛନ୍ତି ଯେ ଗଡ୍ ଇଜ ମୋର ଇମାଜିନ୍ ଦ୍ୟାନ୍ ଟୁ ଏକ୍ସପ୍ରେସ। ଗଡ୍ ଇଜ ମୋର ଇମାଜିନ୍ ଦ୍ୟାନ୍ ଟୁ ଏକ୍ସପ୍ରେସ। ହି ଇଜ ମୋର ଫୁଲି ଏକ୍ଜିଷ୍ଟାନ୍ସ ହ୍ୱାଟ वी ଫିଲ୍। ଈଶ୍ୱର ଭଗବାନ ପୁରୁଷୋତ୍ତମ ଆମେ ଆମର ଭାବ ବୋଧ ବିଶ୍ୱାସ ଭଲ ପାଇବା ଆନୁଗତ୍ୟ କୃତି ସମ୍ବେଦ ଯାହା ବି କୁହନ୍ତୁ ନା କାହିଁକି ତାହା ଦେଇକି ବି ତାଙ୍କୁ କେବେ ପରିପ୍ରକାଶ କରିପାରୁନା, ତାଙ୍କୁ କେବେ ବ୍ୟକ୍ତ କରିପାରୁନା, ତାଙ୍କୁ କେବଳ ଅନୁଭବ କରିପାରୁ। ଗଡ୍ ଇଜ ମୋର ଇମାଜିନ୍ ଦ୍ୟାନ୍ ଟୁ ଏକ୍ସପ୍ରେସ। ହି ଇଜ ମୋର ଫୁଲି ଏକ୍ଜିଷ୍ଟାନ୍ସ ହ୍ୱାଟ वी ଫିଲ୍। ସେଇ ଭାବ ବୋଧ ଭଲ ପାଇବା ଦେଇକି ବି ଆମେ ତାଙ୍କୁ ଯେତେ ଟିକେ ବି ଅନୁଭବ କରୁ ନିଜର ଏଇ ସ୍ଥୂଳ ଜୀବଦଶା ଭିତରେ ସେ ତାଠୁ ବହୁ ଉର୍ଦ୍ଧ୍ୱରେ, ବହୁ ଗୁଣରେ, ବହୁ ଉର୍ଦ୍ଧ୍ୱରେ। ପୂର୍ବତନର ନବକଳେବର ସେହି କିନ୍ତୁ ଜଗନ୍ନାଥ ସୀମା ହଇତ ହୋଇ ଅସୀମ କିନ୍ତୁ ସେ ସଭିଙ୍କର ସେ ଜୀବ ପ୍ରପାତ। ଯୁଗ ମାଫିକ ପ୍ରତ୍ୟେକ ଯୁଗରେ ଈଶ୍ୱର ପୁରୁଷୋତ୍ତମ ଆସନ୍ତି ଏବଂ ଏ ଯୁଗରେ ମଧ୍ୟ ପ୍ରତ୍ୟେକଟି ପୂର୍ବବର୍ତ୍ତୀ ପୁରୁଷୋତ୍ତମଙ୍କୁ ପରିପୂରଣ କରି ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଧରାଗମନ ହେଇଛି।
এই কিছু দিন তলে গোটে জায়গায় পড়িলি সেটা গোটে সুন্দর লেখাটে লেখা হয়েছিল যে লেখক সেটি লেখুছি যে অন্ধ দুনিয়া, অন্ধ মଣିষ এবং অন্ধ কানুন, এই তিনটা ଦେଇକି এটা মুখ্য হেডলাইন জিনিসটা লেখার গুরুত্বটা হচ্ছে যে ঈশ্বর আসନ୍ତି কেতବେଳେ ଏ ଲେଖା ଭିତରେ ହିଁ ପରିପ୍ରକାଶ ହେଇଛି। ଅନ୍ଧ ଦୁନିଆ, ଧୃତରାଷ୍ଟ୍ର ପୁତ୍ର ମୁହଁରେ ଅନ୍ଧ, ବଳି ଦାନବ ଗର୍ବରେ ଅନ୍ଧ, ରାବଣ ଦୁର୍ଯ୍ୟୋଧନ କ୍ଷମତା ମୁହଁରେ ଅନ୍ଧ। ସେମିତି ପ୍ରତ୍ୟେକ ଦୁନିଆରେ ସମସ୍ତେ କିଛି ନା କିଛି ଜିନିଷ ନେଇକି ବି ଅନ୍ଧ। ଏବଂ ଏ ଦୁନିଆର ମଣିଷ ମାନେ ସାଧାରଣତଃ ଭାବି ଅନ୍ଧ। ଭାବି ଅନ୍ଧ ମାନେ এই 5 মিনিট পরে কোন ঘটিব তা মানে জানি পাবনা, কিন্তু স্বপ্ন দেখু 70-80 বর্ষর জীবনକୁ ନେଇକି। বাকি রহিলা অন্ধ মଣିଷ, ଯୋଉ ଅନ୍ଧ ମଣିଷ ପିତାକୁ ପିତା ଭଳି ଦେଖି ପାରୁନି, ମାକୁ ମା ଭଳି ଦେଖି ପାରୁନି, ସ୍ୱାମୀ ସ୍ତ୍ରୀକୁ ସ୍ତ୍ରୀ ଭଳି ଦେଖି ପାରୁନି, ଭାଇ ଭାଇକୁ ଦେଖି ପାରୁନି, ଛାତ୍ର ଶିକ୍ଷକକୁ ଶିକ୍ଷକ ପରି ଦେଖି ପାରୁନି। ଏଇଟା ହଉଛି ଅନ୍ଧ ମଣିଷ ଏବଂ ଅନ୍ଧ କାନୁନ। ସରକାରଙ୍କ ଦ୍ୱାରା ଯାହା କିଛି ଆଇନ କାନୁନ ପ୍ରଣୀତ ହେଉଛି ତାହା ସତ୍ତା ସଂରକ୍ଷଣୀ ନୁହେଁ, ସତ୍ତା ସମୃଦ୍ଧି ନୁହେଁ, ତାହା ବରଂ ସତ୍ତା ଘାତୀ। ବାଲ୍ୟ ବିବାହ, ଆପଣମାନେ ଦେଖୁଥିବେ ବାଲ୍ୟ ବିବାହକୁ এই ସରକାରଙ୍କ ଆଇନ କାନୁନ ସମାପ୍ତ ହୋଇକି ବର୍ତ୍ତମାନ ଚାଲିଛି କ'ଣ ସାମୂହିକ ବିବାହ। ଯୋଉ ସାମୂହିକ ବିବାହରେ ନା ଅଛି ଜାତି, ନା ଅଛି ଗୋତ୍ର, ନା ଅଛି ବୟସ, କିଛି ନାହିଁ। ଇଏ ହେଉଛି ସରକାରଙ୍କ ଆଇନ। ସରକାରଙ୍କ ଆଇନରେ ପ୍ରତ୍ୟେକଟି ଜିନିଷ ମାଗଣା ଦେବାର ଯୋଜନା, ଯାହା ମଣିଷକୁ କୋଢିଆ କରିଦେବା। ତ ଏ ପ୍ରତ୍ୟେକଟି ଜିନିଷ ସତ୍ତାକୁ ସଂରକ୍ଷିତ କରୁନି, ସତ୍ତାକୁ ବର୍ଦ୍ଧିତ କରୁନି, ସତ୍ତାକୁ ଘାତ କରୁଛି। ସତ୍ତା ମାନେ ମୋ ଭିତରେ ମୋର ଏଇ ଯୋଉ ଅସ୍ତିତ୍ୱ, ଯାହା ଫଳରେ ମୁଁ ଏଠି ଦଣ୍ଡାୟମାନ, ଯାହା ଫଳରେ ମୋ ପାଟିକୁ ବିପଦ କଥା କହୁଛି, ଏ ସତ୍ତାଟାକୁ ଦବେଇ ଦେବା ଆଇନ ହେଉଛି এই ସରକାରଙ୍କ ଆଇନ। ତ ଲେଖକ ଲେଖୁଛନ୍ତି ଯେ ଅନ୍ଧ ମଣିଷ, ଅନ୍ଧ ଦୁନିଆ, ଅନ୍ଧ ଆଇନ କାନୁନ। ତ ଏମିତି ଯେତେବେଳେ ସମଗ୍ର ଦୁନିଆର ସମସ୍ତ ମଣିଷ ସବୁ କିଛି ଜିନିଷ ଦୃଷ୍ଟି ଶକ୍ତି ହରାଏ, ଅନ୍ଧ ହେଇଯାଏ, ସେତେବେଳେ ମଣିଷକୁ ଚକ୍ଷୁଷ୍ମାନ କରିବା ପାଇଁ ସ୍ୱୟଂ ଈଶ୍ୱର, ଯିଏ ତାଙ୍କର ଶ୍ରୀହସ୍ତରେ ଏ ଦୁନିଆଟାକୁ ଗଢ଼ିଛନ୍ତି, ପୃଥିବୀଟା ନୁହେଁ ଏ ସୃଷ୍ଟିଟାକୁ ଯିଏ ରଚନା କରିଛନ୍ତି, ସେ ବାଧ୍ୟ ହେଇକି ଆସନ୍ତି। ସେ ଆସନ୍ତି କେମିତି? ସାଧାରଣ ମଣିଷ ଉପରେ ଆସନ୍ତି। ଦିଟା ହାତ, ଦିଟା ଗୋଡ଼, ଅତ୍ୟନ୍ତ ସାଧାରଣ ଭାବେ ଆମମାନଙ୍କ ଭଳି ଆସନ୍ତି। ତ ଆମମାନେ ସେଥିପାଇଁ ଈଶ୍ୱରଙ୍କୁ ନେଇକି ଯୋଉ ତଥାକଥିତ ଆମ ଭିତରେ ଗୋଟେ ଭ୍ରମ ଥିଲା ଯେ ଈଶ୍ୱର ମାନେ ଗୋଟେ ବିରାଟ କିଛି ବିଶ୍ୱରୂପ ଦର୍ଶନ। ବିଶ୍ୱରୂପ ଦର୍ଶନ କରିବାକୁ ହେଲେ ମତେ ଆଗ ଅର୍ଜୁନ ଭଳି ହବାକୁ ପଡ଼ିବ, ନଚେତ ବିଶ୍ୱରୂପ କ'ଣ ସହଜରେ ପ୍ରଭୁ ଶ୍ରୀକୃଷ୍ଣ ଦେଖେଇଥିଲେ କି? ତ ସେମିତି ଯେତେବେଳେ ସାଧାରଣ ମଣିଷ ଭାବେ ସେ ଆସନ୍ତି, ସେତେବେଳେ ମଣିଷ ତାଙ୍କୁ ଚିହ୍ନି ପାରେ ନାହିଁ, ମଣିଷ ତାଙ୍କୁ ଜାଣିପାରେ ନାହିଁ। ଏବଂ ଜାଣିବାର ସହଜ ଉପାୟ ହେଉଛି ତାଙ୍କ ଶ୍ରୀଚରଣରେ ନିଜକୁ ସମର୍ପିତ କରିବା, ତାଙ୍କର ସତ୍ ମନ୍ତ୍ରରେ ନିଜକୁ ଅଭିମନ୍ତ୍ରିତ କରିବା, ତାଙ୍କର ସତ୍ ଦୀକ୍ଷାରେ ନିଜକୁ ଦୀକ୍ଷିତ କରିବା। পরমদয়াল শ্রী ঠাকুর কৌশলী সৎ আচার্যে যুক্ত হয়ে দীক্ষার দক্ষ অনুশীলন, সৎ আচার্যে দক্ষ যুক্ত হয়ে দীক্ষার দক্ষ অনুশীলন, কৃতি হবার এই তো সুপথ, এথিরে যুক্ত ধারাপ্রবণ। তো যোগ্য হবার একমাত্র সুপথ শ্রী শ্রী ঠাকুর কহিলে দীক্ষা নেওয়া, পুরুষোত্তমଙ୍କ চরଣାশ্রিত হবা, ତାଙ୍କର ପ୍ରଦତ୍ତ ସତ ନାମ এই ଯୁଗ ମାଫିକ ପାଇବା। ଏବଂ ତାକୁ ପାଇକି ବି ମଣିଷର କ'ଣ ହୁଏ সেটা ଆମମାନେ ଅଳ୍ପ ବହୁତ ସମସ୍ତେ ଆମ ଜୀବନରେ ଜାଣିଛେ। সেটা ବ୍ୟକ୍ତି ବିଶେଷ ଭାବେ ପ୍ରତି ପ୍ରତ୍ୟେକଙ୍କର ଡିଫରେନ୍ସ ଭ୍ୟାରି କରେ। ମୋ ଜୀବନରେ ଠାକୁରଙ୍କୁ ଧରିକି ମୁଁ ଯାହା ହେଇଛି, ଜ୍ଞାନ ଭାଇ ତାଙ୍କ ଜୀବନରେ ସେୟା ହେଇନଥିବେ, କି କୃଷ୍ଣ ଭାଇ ସେୟା ହେଇନଥିବେ। ସମସ୍ତଙ୍କର ଠାକୁରଙ୍କୁ ଧରିକି ଅନୁଭବ, ସମସ୍ତଙ୍କର ଠାକୁରଙ୍କୁ ଧରିକି ଅନୁଭୂତି ଅଲଗା ଅଲଗା ପ୍ରକାର, ପର୍ସନ ଟୁ ପର୍ସନ ଭ୍ୟାରି କରେ। ଈଶ୍ୱର ଯଦିଓ ଏକ, କିନ୍ତୁ ପ୍ରତ୍ୟେକଙ୍କ ପାଇଁ ସେ ଏକ ନୁହନ୍ତି, ସେ ସମସ୍ତଙ୍କୁ ସମସ୍ତଙ୍କ ଭଳିଆ। ତ ଏଇ ଠାକୁରଙ୍କୁ ଧରିକି ବି ପୂର୍ବରୁ ଅଜିତ ଭାଇ କହୁଥିଲେ ଯେ ଗାଁ ଏରିଆ ସହଜ ସବଳ ବହୁତ ଅଦୀକ୍ଷିତ ଲୋକ ଅଛନ୍ତି, ସହଜ ସବଳ ଭାବେ ଯାଜନ କରିବା ପାଇଁ। ସେ ଠାକୁରଙ୍କୁ ଧରିଲେ ମଣିଷ ଜୀବନରେ କ'ଣ ହୁଏ, ଏଇଟା ଗୋଟେ ଘଟଣା ସେ ଠାକୁରଙ୍କ ସମୟରେ। ତ ମୁଁ ଏଇଟା ଭାବୁଛି କହିଲେ ଆପଣମାନଙ୍କୁ ଭଲ ଲାଗିବ। ପବନଦାର ଶ୍ରୀ ଠାକୁର ତାଙ୍କର ଶୁଭ୍ର ଶଯ୍ୟାରେ ଅଭିଷକ୍ତ, ଭକ୍ତମାନେ ଘେରିକି ବସିଛନ୍ତି, ଗୁରୁ ଭାଇମାନେ ମା ମାନେ ବସିଛନ୍ତି। ହଠାତ୍ ଶ୍ରୀ ଠାକୁରଙ୍କୁ ପ୍ରଣାମ କରିକି ଆସି ବସିଲେ ନିରାପଦ ସାହା। ନିରାପଦ ସାହା ସହ ପ୍ରତିନିଧି ଶ୍ରୀ ଠାକୁରଙ୍କ ସତ୍ସଙ୍ଗ ଆସିକି ବସିଲେ।
ମୁହଁଟା ମ୍ଳାନ ହେଇଯାଇଛି, ମୁହଁଟା ଛୋଟ ହେଇଯାଇଛି, ମୁହଁଟାରେ ଯେମିତି ଗୋଟାଏ ଉଜ୍ଜଳ ଆଭା ନାହିଁ, ମୁହଁଟା ଯେମିତି ଶୁଖି ଯାଇଛି। କିଛି ସମୟ ପରେ ସେ ଠାକୁର ପଚାରୁଛନ୍ତି ନିରାପଦ କୋଉଠୁ ଆସିଲୁ? ନା ଠାକୁର ଗୋଟେ ସତ୍ସଙ୍ଗ ଯାଇଥିଲି, ସତ୍ସଙ୍ଗରୁ ଫେରିଲି। ଠାକୁର କହୁଛନ୍ତି ସତ୍ସଙ୍ଗରୁ ଫେରିଲା ପରେ ତ ମୁଁ ଶୁଣେ ମୁହଁଟା ଉଜ୍ଜଳ ଦୀପ୍ତ ହେଇ ଉଠିବା ଭଳି ତେଜିଆନ ହେଇ ଉଠେ, ତୋ ମୁହଁଟା ଏମିତି ସଂକୁଚିତ ହେଇଯାଇଛି କାହିଁକି? ନା ଠାକୁର ଆଜି ଭାରି ବେଜିତି ହେଲେ, ଭାରି ଅପମାନିତ ହେଲି। ନା ଏମିତି କଣ ଅପମାନ ହେଲା ଯେ ତୋ ମୁହଁଟାକୁ ତ ଶରୀରଟାକୁ ଏମିତି ଭାଙ୍ଗି ଦେଇଛି? ନା ଠାକୁର ସତ୍ସଙ୍ଗ ପରେ ଜଣେ ପ୍ରଶ୍ନ କଲେ, ଆଚ୍ଛା ଏଇ ଯୋଉ ଦୀକ୍ଷାର କଥା କହୁଛ, ସତ୍ସଙ୍ଗର କଥା କହୁଛ, ଦୀକ୍ଷା ନେଇକି ବି ହେଇଛି କଣ? ଦୀକ୍ଷା ନେଇକି ବି କିଛି ଗୋଟେ ମିରାକଲସ୍ ଜିନିଷ କୁହ। ଆମେ ତ ଦେଖି ଆସୁଛୁ ଯୁଗ ମାଫିକ ଈଶ୍ୱରଙ୍କୁ ଯିଏ ଗ୍ରହଣ କରେ ତାଙ୍କ ଜୀବନରେ ମିରାକଲ ଘଟେ, ଅଲୌକିକତା ଘଟେ। ତମେ ଠାକୁରଙ୍କୁ ଦୀକ୍ଷା ନେଇକି ତମ ଜୀବନରେ କଣ ଘଟିଛି? ଠାକୁର ମୁଁ ନିରୁତ୍ତର ରହିଗଲି, କିଛି କହିପାରିଲିନି। ଠାକୁର କହୁଛନ୍ତି ତୁ ସାଲା কিছু বলতে পারলি না, তু କିଛି ବି କହିପାରିଲୁନି? না না ঠাকুর কিছু କହିପାରିଲିନି। ঠাকুর କହୁଛନ୍ତି ସାଲା তুই তো আমার মিরাকেল। ঠাকুর କହୁଛନ୍ତି ତୁ ତ ହଉଛୁ ସବୁଠୁ ବଡ ମିରାକେଲ, ତୁ ଏଟା ଭୁଲିଗଲୁ କେମିତି? ନିରାକଲ ତାକୁ କହୁଛନ୍ତି ଠାକୁର ମୁଁ ମିରାକେଲ କେମିତି ହେଲି? ଠାକୁର କହୁଛନ୍ତି ଆଜିକୁ ତୋର ଅତୀତକୁ ଫେରି ଯା, ତୋର ଅତୀତର ପ୍ରତ୍ୟେକଟି ସ୍ମୃତିକୁ ମୋ ଆଗରେ ମନ୍ଥନ କର, ଏଠି ସମସ୍ତଙ୍କ ଆଗରେ କହ ତ। ନିରାପଦ ସାହା ସେଇ ତାଙ୍କର ପୂର୍ବ ଯୌବନ ଅବସ୍ଥାକୁ ଫେରି ଯାଉଛନ୍ତି। ନିରାପଦ ସାହା ଜଣେ ଟ୍ରକ୍ ଡ୍ରାଇଭର ଥିଲେ, ଟ୍ରକ୍ ଚଲାଉଥିଲେ, ଟ୍ରକ୍ ଚଲେଇକି ବି ଘର ତାଙ୍କ ପରିବାରର ଆର୍ଥିକ ପୋଷଣ କରୁଥିଲେ। ଟ୍ରକ୍ ଚଲେଇକି ବି ଦିନ ଯାକ ଯେତେବେଳେ ହାଲିଆ ହେଇଯାଆନ୍ତି, ରାତିରେ ସ୍ୱଳ୍ପ ଟିକେ ସୁରାପାନ କରନ୍ତି, ଟିକେ ମଦ୍ୟପାନ କରିକି ବି ଘରକୁ ଆସନ୍ତି ଏବଂ ସେଇ ମଦ୍ୟପାନ କରିସାରିଲା ପରେ ସେ ନିରାପଦ ସାହାରୁ ଅନ୍ୟ ଏକ ଜଗତକୁ ଚାଲିଯାଆନ୍ତି। କାରଣ ଏଇ ମଣିଷ ଭିତରେ ତ ଦେବତା, ଏଇ ମଣିଷ ଭିତରେ ତ ମାନେ ଅସୁର ଅଛନ୍ତି, ତାକୁ ମୁଁ କେମିତି ପ୍ରକଟ କରିବି ସେଟା ମୋର ବ୍ୟକ୍ତିତ୍ୱ କରେ। ତ এইটা ପରେ ନିରାପଦ ଦାସ ଯେତେବେଳେ ଅନ୍ୟ ଷ୍ଟେଜକୁ ଚାଲି ଯାଆନ୍ତି, ସେତେବେଳେ ତାଙ୍କ ମୁହଁକୁ ବାହାରେ ଅଶ୍ରଦ୍ଧ ଗାଳି, ପଡ଼ା ପଡ଼ିଶୀଙ୍କ ପ୍ରତି ତିରସ୍କାର ଭାବ, ଘରକୁ ପଶିଲେ ଛୁଆମାନଙ୍କ ପ୍ରତି ଅତ୍ୟାଚାର, ସ୍ତ୍ରୀ ପ୍ରତି ଅତ୍ୟନ୍ତ ଦୁର୍ମୁଖ ଭାଷା ପ୍ରୟୋଗ, କେତେବେଳେ ନାଳରେ ପଡ଼ିଯାଆନ୍ତି, କେତେବେଳେ ରାସ୍ତାରେ ପଡ଼ିଯାଆନ୍ତି, ବାହାର ଲୋକ ଟେକି ଟେକି ଆଣନ୍ତି। ଏମିତି ହେଇକି ଜୀବନ ତାଙ୍କର ଚାଲିଥିଲା ନିରାପଦ ଦାଙ୍କର। ଗୋଟିଏ ଦିନ ଆସିଲା ସେଇ କଳା ରାତ୍ରି, ନିରାପଦ ଦା ଆସୁଛନ୍ତି ଟ୍ରକ୍ ଚଲେଇକି, ଗୋଟେ ଲୋକଟାକୁ ଧକ୍କା ମାରିଲେ, ଲୋକଟାର ସ୍ପଟ ଡେଥ୍ ହେଇଗଲା। ସାଙ୍ଗେ ସାଙ୍ଗେ ପୋଲିସ ଆସିଲା, ଟ୍ରକ୍ ଏବଂ ଚାଳକକୁ ଦୁଇ ଜଣଙ୍କୁ ଆରେଷ୍ଟ କଲା, ଆରେଷ୍ଟ କରିକି ଜେଲରେ ପୁରେଇଲା। ଠାକୁର କହୁଛନ୍ତି ସାଲା ତାପରେ କଣ ଘଟିଲା କହ କହ ତ ଦେଖି। ନିରାପଦ ଦା କହୁଛନ୍ତି ଠାକୁର ଯେତେବେଳେ ଜେଲ ଭିତରେ ପଶିଗଲି ଦୁନିଆଟା ଅନ୍ଧାର ହେଇଗଲା। ସେ ଯୋଉ ନିଶାଟା ନା, ସେ ନିଶା ଜୀବନରେ ପ୍ରଥମ ଥର ଦେଖିଲି। ମଦ ନିଶାଠୁ ଆହୁରି ସାଂଘାତିକ ନିଶା। ଭାବି ପାଇଲେନି ଯେ ଚାରିକାନ୍ତ ବାହାରକୁ ଯିବି କେମିତି। ମାଲିକଟା ମୋର ଭଦ୍ର ଲୋକ, ସୁନ୍ଦର ଲୋକ, ଦେଖିଲା ତା ଟ୍ରକଟା ଯଦି ଫସିଯାଏ ତାର ରୋଜଗାର ଠପ୍ ହେଇଯିବ। ଯୋଉମାନେ ସାକ୍ଷୀ ଥିଲେ ଏବଂ ସେଇ ପୋଲିସ ଅଧୀକ୍ଷକ, ସେ ଥାନାର ଯୋଉମାନେ କର୍ମକର୍ତ୍ତା, ପୁରା ପୁରା ଟଙ୍କା ଦେଇକି ମୁହଁଟାକୁ ବନ୍ଦ କରିଦେଲା। ବନ୍ଦ କରିଦେଇକି ତାର ଟ୍ରକକୁ ଏବଂ ମତେ ମୁକୁଳେଇ ଆଣିଲା। ମତେ ସିନା ମୁକୁଳେଇ ଆଣିଲା ଠାକୁର, କିନ୍ତୁ ଆଉ ତାପରେ ଚାକିରି ଦେଲାନି। ଆଉ ସେ ଡ୍ରାଇଭର କରିବାକୁ ମତେ ସୁଯୋଗ ଦେଲାନି, କାରଣ କହିଲେ ଯେ ତୋ ଉପରେ ଆଉ ଭରସା ନାହିଁ, ଏଇ ଥରଟା ତତେ ବଞ୍ଚେଇ ଦେଲି, ତାପରେ ତୁ ତୋର ଚଳ। ଏବଂ ସେ ଅଞ୍ଚଳରେ ପ୍ରଚାରିତ ହେଇଗଲା ଯେ ମୁଁ ଗୋଟେ ମର୍ଡରର, ମୁଁ ଆକ୍ସିଡେଣ୍ଟ କରିକି ଗୋଟେ ଲୋକକୁ ମାରିଛି। ମୁଁ ଆଉ ଠାକୁର ତ ଟ୍ରକ୍ ଚଲେଇବା ଛଡା ଆଉ କିଛି ଶିଖିନି, କିଛି ଜାଣିନି। ତାପରେ ଆଉ ରୋଜଗାର ପାଇଲିନି ଠାକୁର, ପରିବାର ଅବସ୍ଥା ମୁସ୍କିଲ ହେଇଗଲା, ଛୁଆଙ୍କ ପେଟରେ ଦିଟା ଦାନା ଦେଇ ପାଇଲି ନାହିଁ, ସ୍ତ୍ରୀ ଅବସ୍ଥା ମୋର ଅତ୍ୟନ୍ତ ସଙ୍ଗୀନ ହେଇଗଲା। ଆଉ କିଛି ନଥାଏ, ମଦ ବା କୋଉଠି ପିଇବି ଠାକୁର। ଚିନ୍ତାରେ ଚିନ୍ତାରେ ଦିନ କଟି ଚାଲିଲା। ଭାବିଲି ଚଳିବି କେମିତି, ବଞ୍ଚିବି କେମିତି, କିଛି ନା କିଛି ତ କରିବାକୁ ପଡିବ। ତାପରେ ସେଇ ଅଞ୍ଚଳର ଜଣେ ଲୋକ, ତାଙ୍କର ରିକ୍ସା ଥାଏ, ହାତ ଚଲା ରିକ୍ସା, ତାଙ୍କ ପାଖରେ ଯାଇ ପହଞ୍ଚିଲି। ସେ କହିଲେ ଯେ ମୁଁ ଦିନକୁ ତତେ ଭଡ଼ା ହିସାବରେ ଦେବି, ତୁ ଚଲେଇବୁ, ଯେତିକି ହବ ଅଧା ତୁ ରଖିବୁ, ଅଧା ମତେ ଦବୁ। ଯାହା ହଉ ରିକ୍ସା ସିନା ପାଇଗଲି ଠାକୁର, କିନ୍ତୁ ଯିଏ ରିକ୍ସାକୁ ଆସିଲା ସେ ଯେତେବେଳେ ଦେଖିଦେଲା ଆମେ ଏଇଟା ତ ମର୍ଡୁଆଟା, ଏଇଟା ତ ମର୍ଡରଟା, ଏଇଟା ତ ଲୋକ ମାରିଛି, ରିକ୍ସାରେ ଠାକୁର କେହି ବସିଲେ, ଜଣେ ବି କେହି ଠାକୁର ବସିଲେନି। ଦିନ ଗଡ଼ି ଚାଲେ, ରିକ୍ସାରେ କେହି ବସନ୍ତି। ଏମିତି ଅବସ୍ଥା ହେଲା, ଠାକୁର ଘରେ ଛୁଆ ମୋର କଣ୍ଟା ହେଇଗଲେ, ସ୍ତ୍ରୀ ମୁହଁରୁ ହସ ଚାଲିଗଲା, ଘର ଖାଁ ଖାଁ ଫାଙ୍କା। ସେ ଅଞ୍ଚଳରେ ଯେମିତି ସତ ଯେମିତି ମାନେ ମୁଁ ଗୋଟେ ଅତ୍ୟନ୍ତ ମାନେ ୱେଷ୍ଟେଜ ପିପୁଲ ହିସାବରେ ପରିଗଣିତ ହେଲି। ଠାକୁର ପୁଣି ଆସିବା ସହ ଆଗ୍ରହ ସହ କହୁଛନ୍ତି ସାଲା ତାପରେ କି ହলো ବୋଲ ତ ଦେଖି, ତାପରେ କଣ ହେଲା କହ ତ ଦେଖି। ଏମିତି କହିକି କହୁଛନ୍ତି। କିଛି ଦିନ ଗଲା ପରେ ଯେତେବେଳେ ଛୁଆଙ୍କ ମୁହଁଟା ମୋର ଶୁଖି ଯାଇଛି ଠାକୁର, ସ୍ତ୍ରୀ ମୋର ଭାଙ୍ଗି ପଡିଛି,
ভাবিলি যে যদি আজ ভଡ଼ା মিলে তো ভালো কথা, নচে পদ্মা নদীরে জীবনটাকে ঝাম্প ଦେଇଦେବି। ଏ ଜୀବନଟା ରଖିକି ଲାଭ କ'ଣ? ଯଦି ପିତା ହିସାବରେ ସନ୍ତାନ ମୁହଁରେ ହସ ଦେଇ ପାରିଲି ନାହିଁ, ସ୍ୱାମୀ ହିସାବରେ ସ୍ତ୍ରୀ ମୁହଁରେ ହସ ଦେଇ ପାରିଲି ନାହିଁ, ଏବଂ ଗୋଟେ ପୁରୁଷ ହିସାବରେ ମୋ ପୁରୁଷତ୍ୱକୁ ମୁଁ ପରିପ୍ରମାଣ କରିପାରିଲିନି, ବଞ୍ଚିକି ବି ବିଶେଷ ଲାଭ ନାହିଁ। ଠାକୁର ସେ ଦିନ ଯାକ କଟିଗଲା, ଦିନ ଯାକ ଗୋଟିଏ ବି ଭଡ଼ା ଆସିଲାନି। ଠାକୁରଙ୍କ ଆଖି ଚଳଚଳ ହେଇଯାଉଛି। ଠାକୁର କହୁଛନ୍ତି ଝାମ୍ପ ଦେଲୁ ନା ନାହିଁ? ନା ଠାକୁର ଝାମ୍ପ ଦେବାକୁ ଯେତେବେଳେ ଯାଉଛି ପଛରେ କାହାର ଗୋଟେ ଡାକ ଶାଳା ପାଇଲି, ଇତସ୍ତତ ହେଇଗଲି। ଦେଖିଲି ଜଣେ ଧଳା ଧୋବଲା ଧୋତି ପିନ୍ଧିକି ବି ପଞ୍ଜାବୀ ପିନ୍ଧିକି ବି ଦାଦା ଜଣେ ଛିଡ଼ା ହେଇଛନ୍ତି। ମତେ କହୁଛନ୍ତି ସତ୍ସଙ୍ଗ ଯିବୁ? ମୁଁ କହିଲି ଆଜ୍ଞା। ନା ଯିବୁ ଯେ କିନ୍ତୁ 2 ଘଣ୍ଟା ବହିବାକୁ ପଡିବ, କାରଣ ସତ୍ସଙ୍ଗ ହବ, ତାପରେ ପ୍ରସାଦ ସେବନ ହବ, ତାପରେ ମତେ ଆଣିକି ଫେରିବୁ 20 ଟଙ୍କା ଦେବି। 20 ଟଙ୍କା ଯେତେବେଳେ ଶୁଣିଦେଲି ଠାକୁର, ମୁଁ ଭାବିଲି ଗୋଟିଏ ଦିନରେ 20 ଟଙ୍କା ଯଦି ପାଏ, 10 ଟଙ୍କା ମାଲିକକୁ ଦିଏ, 10 ଟଙ୍କାରେ 15 ଦିନ ପାଇଁ ଚାଉଳ ଡାଲି ଭଲ ମନ୍ଦ ଯାହା କିଛି ହେଇଯିବ। ମୁଁ ଭାବିଲି ଈଶ୍ୱର ମତେ ବଞ୍ଚେଇ ଦେବେ। ତାଙ୍କୁ ନେଇକି ବି ଗଲି, ସେଠି ସତ୍ସଙ୍ଗରେ ରିକ୍ସା ଲଗେଇକି ବି ବସିଲି ବାହାରେ। ଏବଂ ଠାକୁର ସତ୍ସଙ୍ଗରେ ଯୋଉ ଭଜନ କୀର୍ତ୍ତନ ଚାର୍ଜନ ସବୁ ଗୁଡାକ ଲାଗିଲା କ'ଣ ମୋ ପାଇଁ ହଉଛି ନା କ'ଣ? ମତେ ଯେମିତି ମୋ ବ୍ୟକ୍ତିଗତ ଜୀବନକୁ ନେଇକି ଯେମିତି ପ୍ରତ୍ୟେକଟି ଆଲୋଚନା, ପ୍ରତ୍ୟେକଟି ଭଜନ, ପ୍ରତ୍ୟେକଟି କୀର୍ତ୍ତନ, ଯେମିତି ଆଜି ଭଜନ କୀର୍ତ୍ତନରେ ଆମେ ସମସ୍ତ ଅନୁଭବ କରୁଥାଉ ଯେମିତି ଏଇଟା ମୋ ପାଇଁ କି। ହେମନ୍ତ ଭାଇଙ୍କର କୀର୍ତ୍ତନ ଦୟାଲ ରାଜା, ଯେମିତି ମୁଁ ଭାବୁଛି ମୋ ପାଇଁ ଠାକୁର ଆସୁଛନ୍ତି କି। ତାପରେ ଚିକୁ ଭାଇଙ୍କର ଯୋଉ କୀର୍ତ୍ତନରେ ପ୍ରତ୍ୟେକଟି ଜିନିଷ ଯେମିତି ଆମେ ସମସ୍ତେ ଫିଲ୍ କରୁଥାଉ ଯେ ଠାକୁର ଯେମିତି ସତରେ ମୋ ପାଇଁ ଆସୁଛନ୍ତି। ଏଇଟା ହିଁ ଠାକୁରଙ୍କର ବିଶେଷତ୍ୱ। ଠାକୁରଙ୍କ ବିଶେଷତ୍ୱ ହଉଛି ପ୍ରତ୍ୟେକଟି ମଣିଷ ଭାବେ ସେ କୋଣରେ ଛିଡ଼ା ହେଇଥିବ, ଭାଇଟା ଠାକୁରଙ୍କ ମୁହଁକୁ ଦେଖିଲେ ଭାବୁଥିବ ଯେ ଠାକୁରଙ୍କ ନୟନ ଯେମିତି ତା ଆଡ଼କୁ ଅଛି, ଏବଂ ସାମ୍ନାରେ ବିଧାୟିତା ଭାବୁଥିବ ଯେମିତି ମୋ ଆଡ଼କୁ ଠାକୁର ଅନେଇଛନ୍ତି। ଏଇଟା ହିଁ ପୁରୁଷୋତ୍ତମଙ୍କ ବିଶେଷତ୍ୱ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅନେଇଲେ ଯୋଉ କୋଣରୁ ଅନେଇବେ ଯେମିତି ଲାଗିବ ଆଖି ମୋ ଆଡ଼କୁ ଆଇଛି। ଠାକୁରଙ୍କର ହଉଛି ସେଇ ପୁରୁଷୋତ୍ତମଙ୍କର ଏଇଟା ହିଁ ହଉଛି ବିଶେଷତ୍ୱ। ତାପରେ ସେ ଭାବୁଛନ୍ତି, ସେ କହୁଛନ୍ତି ଯେ ଠାକୁର ଯେମିତି ପ୍ରତ୍ୟେକଟି ଆଲୋଚନା ମୋ ପାଇଁ, ଏଗୁଡାକ ଶୁଣିକି ବି ଯେମିତି ଛାତି ଭିତରଟା କୋରି ହେଇଗଲା। ଲାଗିଲା ଏଇ ସବୁ ଜିନିଷ ଗୁଡାକ କ'ଣ ସେଇଥିପାଇଁ ମୁଁ ଏଠିକି ପଳେଇ ଆସିଲି। ତାପରେ ତାଙ୍କୁ ଛାଡ଼ିଲି। ଛାଡ଼ିଲା ପରେ ସିଏ କହିଲେ ତୁ ଏଇଠି ସବୁଦିନ ବସୁ ନା? ହଁ ଠାକୁର। ନା ଯଦି ଏଇଠି ବସୁ, ମୁଁ ଯେତେବେଳେ ସତ୍ସଙ୍ଗ ଯିବି ତେତେ ଡାକିବି ଯିବୁ ନା? ହଁ ମୁଁ ଯିବି ଦାଦା। ଏବଂ ସେଦିନ ଯେତେବେଳେ ସେ ପଇସାରେ କିଛିଟା ଚାଉଳ ଡାଲି ତେଲ ନେଇକି ଘରକୁ ଫେରିଲି, ଏବଂ ସେଦିନ ମୁଁ ନିଶା ଖାଇନି ଠାକୁର, କାରଣ ଛୁଆଙ୍କ କଥା ମୋର ମନେ ପଡିଛି। ଯେତେବେଳେ କବାଟ ପାଖରେ ଯାଇକି ଛିଡ଼ା ହେଲି, ସେତେବେଳେ ସ୍ତ୍ରୀ ଗୋଟାପଣ ମୋର ଥରୁଛି। ଗୋଟାପଣ ଥରିକି ବି ସ୍ତ୍ରୀ ଭାବୁଛି ଯେ ଆଜି କି ରୂପ, କ'ଣ ପୁରା ସାଇଲେଣ୍ଟ, ଆଜି କିଭଳିଆ ନିଶା ଖାଇଛନ୍ତି ଯେ ପାଟିରୁ କଥା ବାହାରୁନି, ଆଜି ମୋତେ କିଛି ଅନ୍ୟ ରୂପ ଧାରଣ କରିବେ। ସେତେବେଳେ ଠକ୍ ଠକ୍ ବାଜିକି ଆଖିରୁ ଲୁହ ଝରି ପଡୁଛି। ଯେତେବେଳେ ଛୁଆ 2 ଜଣ ଆସିକି ମୋତେ କୁଣ୍ଢେଇ କହୁଛନ୍ତି ଯେ ବାବା ଆଜି ଯଦି କିଛି ଆଣିଛ ଆମେ ଖାଇବୁ, ନହେଲେ ଏତେ ଦିନ ହେଲା କିଛି ଖାଇବୁ। ସେତେବେଳେ ପିତୃତ୍ୱକୁ ଧିକ୍କାର କରିକି ଯେତେବେଳେ ସ୍ତ୍ରୀ ହାତକୁ କଢ଼େଇ ଦଉଛି, ସ୍ତ୍ରୀ ଡରି ଡରି ଯାଇକି ରୋଷେଇ କରୁଛି। ରୋଷେଇ ସରିଲା ପରେ ଯେତେବେଳେ ପାଖରେ ଖଟ ଉପରେ ବସିକି ସ୍ତ୍ରୀର ହାତଟାକୁ ଧରୁଛି, ସ୍ତ୍ରୀ ଥରୁଛି ପକେଇକି, ଗୋଟାପଣ ଥରୁଛି, ଭାବୁଛି ଯେ ବୋଧେ ଆଜି ଗୋଟେ କାଳରାତ୍ରିରେ କିଛି ଅଘଟଣ ନ ଘଟିଯାଏ। ସେତେବେଳେ ମତେ କିନ୍ତୁ ଠାକୁର ଲାଗୁଛି ମୋ ବିବାହର ପ୍ରଥମ ଚତୁର୍ଥୀ ରାତି ବୋଧେ ଆଜିଟା, ଆଜି ଦିନଟା ବୋଧେ ପ୍ରଥମ ଥର ପାଇଁ ମୋ ସ୍ତ୍ରୀକୁ ମୁଁ ଦେଖୁଛି। ମୁଁ ଯେତେବେଳେ ମୋ ସ୍ତ୍ରୀକୁ ସବୁ କଥା କହୁଛି, ରାତି ପାହି ଯାଇଛି, ସେଇ ଜହ୍ନ ଆଲୁଅ ଝରକା ଦେଇକି ବି ପଡୁଛି, ସ୍ୱାମୀ ସ୍ତ୍ରୀ ସେଇ ଦୀର୍ଘ ବର୍ଷ ବୈବାହିକ ଜୀବନକୁ ଆଲୋଚନା କରିକି ବି ସକାଳ ହେଇଯାଇଛି। ତାପରେ ଠାକୁର ଧୀରେ ଧୀରେ ସତ୍ସଙ୍ଗ ଗଲି। ସତ୍ସଙ୍ଗ ଯାଇକି ବି ଆପଣଙ୍କ କଥା ଶୁଣିଲି। ଗୋଟିଏ ଦିନ ଋତିକ ଦେବତାଙ୍କୁ ନିବେଦନ କଲି, ଆଚ୍ଛା ମୁଁ ସତ୍ସଙ୍ଗରେ ବସି ପାରିବିନି? ସିଏ ପଚାରୁଛନ୍ତି ତୁ ଏତେ ଦିନ ଯାଏ କରୁଥିଲୁ କ'ଣ? ନା ମୁଁ ତ ବାହାରେ ବସେ। ନା ସାଲା ତ ତୋ ଭଳିଆ ମୂର୍ଖ ଆଉ କେହି ନାହାନ୍ତି। ସେଦିନ ଦୀକ୍ଷା ନେଲି, ତାଙ୍କଠୁ ମୁଁ ସତ୍ ମନ୍ତ୍ର ନେଲି, ସତ୍ ଦୀକ୍ଷା ନେଲି, ଏବଂ ସେଇ ମାଫିକ ମୁଁ ମୋ ଇଷ୍ଟବୃତ୍ତି କଲି, ସେଇ ମାଫିକ ଯୋଜନ ଯାଜନ କଲି, ସେଇ ମାଫିକ ଯୋଉ ସତନାମ ପାଇଥିଲି ତାକୁ ଜପ କଲି। ଏମିତି ହେଇକି ଗୋଟିଏ ମୁହୂର୍ତ୍ତରେ ମୁଁ ଆସିଛି ଆଶ୍ରମ ଆପଣଙ୍କ ପାଖକୁ। ଆପଣଙ୍କ ଭଲ ପାଇବା ଦେଖିକି ଏଠି କିଛି ଦିନ ଯେତେବେଳେ ରହିଯାଇଛି, ନିବେଦନ କରୁଛି ଯେ ଠାକୁର ଏଠୁ ବିଦାୟ ନେବି, ଫେରିଯିବି। ଆପଣ ହଠାତ୍ ମତେ କହୁଛନ୍ତି ଖାଲି ହାତରେ ଫେରିଯିବୁ, ପାଞ୍ଜାଟା ନେଇଯା, ଲୋକଙ୍କୁ ଦୀକ୍ଷା ଦବ। ସେତେବେଳେ ଆଣ୍ଠେଇ ପଡିଛି, କହୁଛି ଠାକୁର ମୋ ଭଳି ଗୋଟେ ପାପୀ, ମୋ ଭଳି ଗୋଟେ ମଡବ, ମୋ ଭଳି ଗୋଟେ ଅତ୍ୟନ୍ତ କୁଶ୍ଚିତ ପୁରୁଷ ଆପଣ ଏତେ ବଡ ଦାୟିତ୍ୱ ଦଉଛନ୍ତି, ଦୀକ୍ଷା ନବ କିଏ? ମୁଁ ବା କହିବି କାହାକୁ? ଆପଣ କିନ୍ତୁ ମତେ ସେଦିନ କହିଥିଲେ ଘରେ ଥିବା ଗୋଟେ ଝିଟିପିଟିକୁ ବି ଯାଜନ କରିବି, ରାସ୍ତାରେ ଯାଉଥିବା ଗୋଟେ ଗୋରୁ ଗାଈ କୁକୁରକୁ ବି ଯାଜନ କରିବି, ତୋ ସାହି ପଡିଶାକୁ ଯାଜନ କରିବୁ, ସର୍ବପ୍ରଥମେ ତୋ ସ୍ତ୍ରୀ ତୋ ପିଲାମାନଙ୍କୁ ଯାଜନ କରିବୁ। ଡରି ଡରି ଆପଣଙ୍କ ସାମ୍ନାରେ କିଛି କହିପାରିନଥିଲି, ଫେରି ଆସିଥିଲି।
এবং যেତେବେଳେ এই যাଜନ କାମରେ ବୁଲିଥିଲି ସେତେବେଳେ କେତେ କୁଷ୍ଠରୋଗୀଣା ଠାକୁର ଶୋଇଛି। ସମସ୍ତେ କହିଛନ୍ତି ଯେ ଭଣ୍ଡ ସନ୍ନ୍ୟାସୀ ଗୋଟେ ହେଇକି ଆସିଛି, କିନ୍ତୁ ଧୀରେ ଧୀରେ ଆପଣଙ୍କ କଥା ଅନୁଯାୟୀ ମୁଁ ନିଜକୁ ସେମିତି ନିଷ୍ଠା ସହକାରେ ରଖିଛି। ସମୟ ପରିବର୍ତ୍ତନ ଘଟିଛି, ମୋ ଚାରିତ୍ରକୁ ପରିବର୍ତ୍ତନ ଘଟିଛି, ମୋ ବ୍ୟକ୍ତିତ୍ୱରେ ଏଭଳି ସେମିତି କିଛି ଆସିଛି, ଗୋଟିଏ ଗୋଟିଏ ଲୋକଙ୍କୁ ମୁଁ ଆପଣଙ୍କ ସତ୍ମନ୍ତ୍ର ଦେଇପାରୁଛି। ଏବଂ ତାପରେ ଧୀରେ ଧୀରେ ଯେତେବେଳେ ମୋ ଜୀବନର ଗତିଟା ଆଗକୁ ଆଗକୁ ବଢି ଚାଲିଛି, ପରିବାର ମୋର ଅତ୍ୟନ୍ତ ସୁନ୍ଦର ସତ୍ସଙ୍ଗୀ ପରିବାର ହେଇଛି। ଯେତେବେଳେ ଗାଁ ଦାଣ୍ଡରେ ଚାଲିଯାଏ ସେତେବେଳେ ଗାଁର କୁଳବଧୂ ମାନେ ମତେ ଯେତେବେଳେ ପ୍ରଣାମ କରିକି ସେଇ ଘର ଦୁଆର ବନ୍ଧରେ ଡାକନ୍ତି, ଦାଦା ଟିକେ ଘରକୁ ଆସନ୍ତୁ। ଘରକୁ ଯେତେବେଳେ ଯାଏ ସେତେବେଳେ ଭଲ କରି ଖାଇବାକୁ ଦିଅନ୍ତି, ପିଇବାକୁ ଦିଅନ୍ତି ଏବଂ ଯେତେବେଳେ ଫେରି ଆସେ ସେତେବେଳେ ଦକ୍ଷିଣା ପାଥର ଦିଅନ୍ତି। এবং সে পুରୁଣା ଦିନ ବର୍ତ୍ତମାନ ଦିନକୁ ଭାବିଲେ ଭାବେ ଯେ ଠାକୁର ମୁଁ କଣ ହେଇଛି। ଠାକୁର ସବୁ ଶୁଣିକି କହୁଛନ୍ତି, ସାଲା ଏର থেকে আর কি